ଚାଲ ଆମେ ବୁଲିଯିବା ଏକ ରହସ୍ୟମୟ ସ୍ଥାନକୁ। ଏଇ ବାଟ ଦେଇ ଆମେ କଳା ଘୋଡ଼ା ଉପରେ ବସିକି ଉପରକୁ ଉଠିଲୁ। କଳା ଘୋଡ଼ାକୁ ବାନ୍ଧି ଦେଇ ଆମେ ଚାଲିଲୁ ଆଗକୁ। ଆରେ ଆରେ ସୂର୍ଯ୍ୟଦେବ କ'ଣ ଘରକୁ ବାହାରିଲେଣି। ତାଙ୍କ ସାଙ୍ଗରେ ଦୁଇ ପଦ କଥା ହେଲୁ। ମାଙ୍କ ମଣ୍ଡପ ଦେଖୁ ଦେଖୁ ତାର ଗୋଟେ ଫୋନ୍ କଲ୍ ଆସିଲା। କହିଲା ଭାଇ ଟିକେ କଥା ହୋଇଯାଏ ତାପରେ ଯିବା। ମୁଁ କହିଲି ହଉ ଠିକ୍ ଅଛି। ତାପରେ ସେ କଥା ହେଇସାରିଲା ପରେ ଆମେ ଉପରକୁ ଉଠିଲୁ। ସବୁଠୁ ଉଚ୍ଚା ପାହାଡ଼ ଉପରକୁ ଗଲୁ। ତାପରେ ଯେଉଁ ପ୍ରାକୃତିକ ଦୃଶ୍ୟ ଦେଖିଲୁ, ମନ ଆମର ପୁରା ଗାର୍ଡ଼େନ ଗାର୍ଡ଼େନ ହୋଇଗଲା। ତାପରେ ସିଏ କହିଲା ଭାଇ ମୁଁ ନେତା ପାଖରେ ବସୁଛି, ଗୋଟେ ଭିଡ଼ିଓ ଆଣ। ମୁଁ କହିଲି ଠିକ୍ ଅଛି। ତଳକୁ ଓହ୍ଲେଇକି ଆସିକି ଏକ ପଥର କୋରଡ଼ ତଳକୁ ଆସିଲୁ ଏବଂ ମାଙ୍କର ଯେଉଁଠି ପୂଜା ହୁଏ ସେ ଜାଗା ଦେଖିଲୁ। ମାଙ୍କୁ ମୁଣ୍ଡିଆ ମାରି କହିଲୁ ସମସ୍ତଙ୍କର ମଙ୍ଗଳ କରନ୍ତୁ। ଏଇ ଫୁଲଟିର ନାଁ କ'ଣ କମେଣ୍ଟରେ ଜଣାନ୍ତୁ। କ'ଣ ସଁ ସଁ ହେଲା ଦେଖିଲା ବେଳକୁ ଲୁ ବାବା ଗୋଟେ ଅଜଗର ସାପଟେ କଟାସୁକୁ ମାରିଦେଇଛି। ସେଠୁ ସାଙ୍ଗେ ସାଙ୍ଗେ ପଳାଇଲୁ। ଫୁଲ୍ ଭିଡ଼ିଓ ଚ୍ୟାନେଲରେ ଦେଖିପାରିବେ। ରହୁଛି, ବାଏ ବାଏ। ଚାଲ ଆମେ ବୁଲିଯିବା ଏକ ରହସ୍ୟମୟ ସ୍ଥାନକୁ। ଏଇ ବାଟ ଦେଇ ଆମେ କଳା ଘୋଡ଼ା ଉପରେ ବସିକି ଉପରକୁ ଉଠିଲୁ। କଳା ଘୋଡ଼ାକୁ ବାନ୍ଧି ଦେଇ ଆମେ ଚାଲିଲୁ ଆଗକୁ। ଆରେ ଆରେ ସୂର୍ଯ୍ୟଦେବ କ'ଣ ଘରକୁ ବାହାରିଲେଣି। ତାଙ୍କ ସାଙ୍ଗରେ ଦୁଇ ପଦ କଥା ହେଲୁ। ମାଙ୍କ ମଣ୍ଡପ ଦେଖୁ ଦେଖୁ ତାର ଗୋଟେ ଫୋନ୍ କଲ୍ ଆସିଲା। କହିଲା ଭାଇ ଟିକେ କଥା ହୋଇଯାଏ ତାପରେ ଯିବା। ମୁଁ କହିଲି ହଉ ଠିକ୍ ଅଛି। ତାପରେ ସେ କଥା ହେଇସାରିଲା ପରେ ଆମେ ଉପରକୁ ଉଠିଲୁ। ସବୁଠୁ ଉଚ୍ଚା ପାହାଡ଼ ଉପରକୁ ଗଲୁ। ତାପରେ ଯେଉଁ ପ୍ରାକୃତିକ ଦୃଶ୍ୟ ଦେଖିଲୁ, ମନ ଆମର ପୁରା ଗାର୍ଡ଼େନ ଗାର୍ଡ଼େନ ହୋଇଗଲା। ତାପରେ ସିଏ କହିଲା ଭାଇ ମୁଁ ନେତା ପାଖରେ ବସୁଛି, ଗୋଟେ ଭିଡ଼ିଓ ଆଣ। ମୁଁ କହିଲି ଠିକ୍ ଅଛି। ତଳକୁ ଓହ୍ଲେଇକି ଆସିକି ଏକ ପଥର କୋରଡ଼ ତଳକୁ ଆସିଲୁ ଏବଂ ମାଙ୍କର ଯେଉଁଠି ପୂଜା ହୁଏ ସେ ଜାଗା ଦେଖିଲୁ। ମାଙ୍କୁ ମୁଣ୍ଡିଆ ମାରି କହିଲୁ ସମସ୍ତଙ୍କର ମଙ୍ଗଳ କରନ୍ତୁ। ଏଇ ଫୁଲଟିର ନାଁ କ'ଣ କମେଣ୍ଟରେ ଜଣାନ୍ତୁ। କ'ଣ ସଁ ସଁ ହେଲା ଦେଖିଲା ବେଳକୁ ଲୁ ବାବା ଗୋଟେ ଅଜଗର ସାପଟେ କଟାସୁକୁ ମାରିଦେଇଛି। ସେଠୁ ସାଙ୍ଗେ ସାଙ୍ଗେ ପଳାଇଲୁ। ଫୁଲ୍ ଭିଡ଼ିଓ ଚ୍ୟାନେଲରେ ଦେଖିପାରିବେ। ରହୁଛି, ବାଏ ବାଏ।